ଅନ୍ତଃ କାଳେ ଚ ମାମେବ ସ୍ମରଂ ମୁକ୍ତ୍ୱା କଲେବରମ୍ ଇୟ ପ୍ରୟାତି ସୌମଦ୍ଭାବମ୍ ୟାତି ନାସ୍ତ୍ୟତ୍ର ସଂଶୟଃ। ଭଗବାନ କୃଷ୍ଣ କହୁଛନ୍ତି, ଯେଉଁ ବ୍ୟକ୍ତି ମୃତ୍ୟୁ ସମୟରେ ମୋତେ ସ୍ମରଣ କରି କଳେବର ତ୍ୟାଗ କରେ ସେ ମୋ ପ୍ରକୃତିକୁ ପ୍ରାପ୍ତ ହୁଏ, ଅର୍ଥାତ୍ ସେ ଭଗବାନଙ୍କ ଗୋଲୋକ ପ୍ରାପ୍ତ ହୁଏ। ଏଥିରେ କୌଣସି ସନ୍ଦେହ ନାହିଁ। ମୃତ୍ୟୁ ସମୟରେ ଯେ କୃଷ୍ଣଙ୍କୁ ଚିନ୍ତା କରେ ସେ କୃଷ୍ଣଙ୍କ ପାଖକୁ ଯାଏ। ବ୍ୟକ୍ତି କୃଷ୍ଣଙ୍କ ରୂପକୁ ଚିନ୍ତା କରିବା ଉଚିତ। ସେହି ରୂପକୁ ଚିନ୍ତା କରି ସେ ଯଦି ଶରୀର ତ୍ୟାଗ କରେ ତାହେଲେ ସେ ଚିତ୍ ଜଗତରେ ପ୍ରବେଶ କରେ। ଶ୍ରୋତାବନ୍ଧୁ, ଭଗବାନଙ୍କୁ ଚିନ୍ତନ କରିବା ଏତେ ସହଜ ନୁହେଁ। କାହିଁକି ସହଜ ନୁହେଁ ଏଇ କଥାଟି ମୁଁ କହୁଛି, ଆପଣ ଶୁଣନ୍ତୁ ମନ ଦେଇ। କାହିଁକି ନା ଆପଣ ପ୍ରତିଦିନ ତାର ଅଭ୍ୟାସ କରୁନାହାନ୍ତି। ସେଇଥିପାଇଁ ପ୍ରତ୍ୟେକ ଦିନର ଅଭ୍ୟାସ ଦରକାର ଅଟେ। ପ୍ରତ୍ୟେକ ଦିନ କିଛି ସମୟ ଭଗବାନଙ୍କୁ ଦିଅନ୍ତୁ, କିଛି ସମୟ ଭଗବାନଙ୍କ ସେବା କରନ୍ତୁ, ଭଗବାନଙ୍କ ନାମ ଧରନ୍ତୁ। ତେବେ ଯାଇ ଭଗବାନ ମୃତ୍ୟୁ ସମୟରେ ସ୍ମରଣରେ ଆସିବେ ଏବଂ ସେହି ସମୟରେ ଭଗବାନଙ୍କୁ ଆମେ ଚିନ୍ତନ କରି ଦେହ ତ୍ୟାଗ କଲେ ଆମେ ଭଗବାନଙ୍କ ପାଖକୁ ଫେରିଯାଇପାରିବା। ଶ୍ରୋତାବନ୍ଧୁ, ଭଗବଦ୍ ଗୀତାର ସେକେଣ୍ଡ ଚାପ୍ଟର 47ତମ ଶ୍ଲୋକଠାରୁ ଆଗକୁ ଆମେ ଆଲୋଚନା କରିବା ଆଜି। ତେଣୁ ମୋର ଅନୁରୋଧ, ଗୀତାର ପ୍ରତ୍ୟେକ ଶ୍ଲୋକ ମନ ଦେଇ ଶୁଣନ୍ତୁ। ଯଦି ଆପଣ ବହୁତ ବ୍ୟସ୍ତ, ଯଦି ପଢ଼ିବା ପାଇଁ ସମୟ ନାହିଁ, ତାହେଲେ ଶୁଣି ମଧ୍ୟ ଆପଣ ଜ୍ଞାନ ନେଇପାରିବେ। ତେଣୁ ପ୍ରତ୍ୟେକ ଦିନ ଗୋଟିଏ ଶ୍ଲୋକର ମାନେ ବୁଝିବା ପାଇଁ ଚେଷ୍ଟା କରନ୍ତୁ। କର୍ମଣ୍ୟେ ବାଧିକାରସ୍ତେ ମା ଫଲେଷୁ କଦାଚନ ମା କର୍ମ ଫଳ ହେତୁର୍ଭୂର୍ମା ତେ ସଙ୍ଗ ତୁ କର୍ମଣି। ଏଇଠାରେ ଭଗବାନ କହୁଛନ୍ତି, କର୍ତ୍ତବ୍ୟ କର୍ମ ସମ୍ପାଦନ କରିବାର ଅଧିକାର ତୁମର ଅଛି, କିନ୍ତୁ କର୍ମ ଫଳରେ ତୁମର ଅଧିକାର ନାହିଁ। କେବେ ହେଲେ ତୁମେ ନିଜକୁ ତୁମ କର୍ମ ଫଳର କାରଣ ବୋଲି ଭାବ ନାହିଁ ଏବଂ କର୍ତ୍ତବ୍ୟରେ ଅବହେଳା କରିବା ପ୍ରତି କେବେ ହେଲେ ଆସକ୍ତ ହୁଅ ନାହିଁ। ଶ୍ରୋତାବନ୍ଧୁ, ଏଇଠାରେ ତିନୋଟି ବିଚାର ଅଛି, ଯଥା ନିର୍ଦ୍ଦିଷ୍ଟ କର୍ତ୍ତବ୍ୟ, ମନ ଇଚ୍ଛା କାମ ଏବଂ ନିଷ୍କ୍ରିୟତା। ବ୍ୟକ୍ତି ଭୂତ ପ୍ରକୃତିର ତ୍ରିଗୁଣର ଅଧୀନ ହୋଇଥିଲା ବେଳେ ତାକୁ ଯାହା ଯାହା କରିବାକୁ ହେବ ତାହାକୁ ହିଁ ତାର ନିର୍ଦ୍ଦିଷ୍ଟ କର୍ତ୍ତବ୍ୟ ବୋଲି କୁହାଯାଏ। ଯେଉଁ କର୍ମ ଶାସ୍ତ୍ର ସମ୍ମତ ନୁହେଁ ତାହା ମହାଜନମାନେ ଅନୁମୋଦନ କରନ୍ତି ନାହିଁ, ତାହାକୁ ହିଁ ମନ ଇଚ୍ଛା କାମ ବୋଲି କୁହାଯାଏ ଏବଂ ନିର୍ଦ୍ଦିଷ୍ଟ କର୍ତ୍ତବ୍ୟ ସମ୍ପାଦନ ନ କରିବାକୁ କର୍ମ ନ କରିବା ବୋଲି କୁହାଯାଏ। ଭଗବାନ ଅର୍ଜୁନଙ୍କୁ ଉପଦେଶ ଦେଉଛନ୍ତି ଯେ ଅର୍ଜୁନ ନିଷ୍କ୍ରିୟ ହେବା ଉଚିତ ନୁହେଁ, କିନ୍ତୁ ସେ ଫଳରେ ଆସକ୍ତି ନ ହୋଇ ତାର ନିର୍ଦ୍ଦିଷ୍ଟ କର୍ତ୍ତବ୍ୟ ସମ୍ପାଦନା କରିବା ଉଚିତ। ଯେ ତାର କର୍ମଫଳ ପ୍ରତି ଆସକ୍ତ ହୁଏ ସେ ତାର କର୍ମର କାରଣ ହୁଏ। ତେଣୁ ସେ ତାର କର୍ମଫଳ ଭୋଗ କରେ, ଅର୍ଥାତ୍ ଭଲ କାମରେ ଭଲ ଫଳ ପାଏ ଏବଂ ମନ୍ଦ କାମରେ ବା ପାପ କର୍ମର ଫଳ ସ୍ୱରୂପ ଦୁଃଖ ବା ଦଣ୍ଡ ଭୋଗ କରେ। କର୍ତ୍ତବ୍ୟ କର୍ମକୁ ତିନୋଟି ଭାଗରେ ବିଭକ୍ତ କରାଯାଇପାରେ, ଯଥା ନିତ୍ୟକର୍ମ, ସଙ୍କଟକାଳୀନ କର୍ମ ଏବଂ ଇପ୍ସିତ କର୍ମ। ଶାସ୍ତ୍ରବିଧି ଅନୁଯାୟୀ ନିତ୍ୟକର୍ମ ଫଳର ଆଶା ନ ରଖି କରାଯାଏ। ବ୍ୟକ୍ତି ଯେପରି ଭାବେ ଏହା ମୋତେ କରିବାକୁ ହେବ ଏ ପ୍ରକାର କର୍ମ ସତ୍ତ୍ୱ ଗୁଣଜାୟୀ ଅଟେ। ଫଳର ଆଶା ରଖି କର୍ମ କଲେ ତାହା ବନ୍ଧନର କାରଣ ହୁଏ। ତେଣୁ ସେ ପ୍ରକାର କର୍ମ ଶୁଭପ୍ରଦ ନୁହେଁ। ପ୍ରତ୍ୟେକଙ୍କର ନିର୍ଦ୍ଦିଷ୍ଟ କର୍ତ୍ତବ୍ୟ ସମ୍ପାଦନାରେ ଅଧିକାର ଅଛି, କିନ୍ତୁ ତାହା ଫଳର ଆଶା ନ ରଖି କରାଯିବା ଦରକାର ଅଟେ। ଏ ପ୍ରକାର ଅସଙ୍ଗ କର୍ତ୍ତବ୍ୟ କର୍ମ ଅର୍ଥାତ୍ ଫଳର ଆଶା ନ ରଖି କରାଯିବା କର୍ତ୍ତବ୍ୟ କର୍ମ ବ୍ୟକ୍ତିକୁ ନିଶ୍ଚିତ ରୂପେ ମୁକ୍ତି ମାର୍ଗର ପଥିକ କରାଏ। ତେଣୁ ଭଗବାନ ଏଠାରେ ଅର୍ଜୁନଙ୍କୁ ଉପଦେଶ ଦେଉଛନ୍ତି ଯେ ଫଳ ପ୍ରତି ଆସକ୍ତ ନ ହୋଇ କର୍ତ୍ତବ୍ୟ ହିସାବରେ ଯୁଦ୍ଧ କର। ଯୁଦ୍ଧ ନ କରିବା ଅର୍ଜୁନଙ୍କ ନିମନ୍ତେ ଆସକ୍ତିର ଅନ୍ୟ ଏକ ରୂପ ଅଟେ। ଏ ପ୍ରକାର ଆସକ୍ତି ବ୍ୟକ୍ତିକୁ କେବେ ହେଲେ ମୁକ୍ତିର ପଥିକ କରାଏ ନାହିଁ।
ନିଶ୍ଚୟାତ୍ମକ ହେଉ ବା ନିଷେଧାତ୍ମକ ହେଉ, ଆସକ୍ତି ହିଁ ବନ୍ଧନର କାରଣ ଅଟେ। ନିଷ୍କ୍ରିୟତା ଅର୍ଥାତ୍ କର୍ତ୍ତବ୍ୟ ନ କରିବା ପାପ କର୍ମ ଅଟେ। ତେଣୁ କର୍ତ୍ତବ୍ୟ ଦୃଷ୍ଟିରୁ ଯୁଦ୍ଧ କରିବା ଅର୍ଜୁନଙ୍କ ପକ୍ଷରେ ମୁକ୍ତିର ଏକମାତ୍ର ମଙ୍ଗଳମୟ ପଥ ଅଟେ। ୟଗସ୍ତଃ କୁରୁ କର୍ମାଣି ସଙ୍ଗଂ ତ୍ୟକ୍ତା ଧନଞ୍ଜୟ ସିଦ୍ଧ୍ୟ ସିଦ୍ଧ୍ୟାଃ ସମାଭୂତ୍ୱା ସମତ୍ୱଂ ଯୋଗ ଉଚ୍ୟତେ। ହେ ଅର୍ଜୁନ, ଯୋଗରେ ସ୍ଥିର ହୁଅ, କର୍ତ୍ତବ୍ୟ କରିଯାଅ, ଲାଭ କ୍ଷତି ଜୟ ପରାଜୟ ଆଦି ସମସ୍ତ ପ୍ରକାର ଆସକ୍ତି ତ୍ୟାଗ କର। ଏ ପ୍ରକାର ମାନସିକ ସମତାକୁ ଯୋଗ କହନ୍ତି। ବନ୍ଧୁ, ଭଗବାନ ଶ୍ରୀକୃଷ୍ଣ ଅର୍ଜୁନକୁ କହୁଛନ୍ତି ଯେ ସେ ଯୋଗସ୍ଥ ହୋଇ କର୍ମ କରିବା ଉଚିତ। ସେ ଯୋଗ କ'ଣ? ଯୋଗର ଅର୍ଥ ହେଲା ଦୁର୍ଦାନ୍ତ ଇନ୍ଦ୍ରିୟମାନଙ୍କୁ ଦମନ କରି ଭଗବାନଙ୍କଠାରେ ମନକୁ ସ୍ଥିର କରିବା। ସେ ଭଗବାନ ବା ପରମେଶ୍ୱର କିଏ? ପରମେଶ୍ୱର ହେଉଛନ୍ତି ଭଗବାନ ଶ୍ରୀକୃଷ୍ଣ। ଯେଣୁ ସେ ସ୍ୱୟଂ ଅର୍ଜୁନଙ୍କୁ ଯୁଦ୍ଧ କରିବାକୁ କହୁଛନ୍ତି, ତେଣୁ ଯୁଦ୍ଧର ଫଳାଫଳ ସମ୍ବନ୍ଧରେ ଅର୍ଜୁନଙ୍କର ଆଉ ଭାବିବାର କିଛି ନାହିଁ। ଲାଭ ବା ବିଜୟ କଥା ଶ୍ରୀକୃଷ୍ଣ ବୁଝିବେ। ଏଠାରେ ଅର୍ଜୁନଙ୍କୁ କୁହାଯାଉଛି ଯେ ସେ କେବଳ କୃଷ୍ଣଙ୍କର ନିର୍ଦ୍ଦେଶ ଅନୁଯାୟୀ କର୍ମ କରିବା ଉଚିତ। ଶ୍ରୀକୃଷ୍ଣଙ୍କ ନିର୍ଦ୍ଦେଶକୁ ମାନିବା ହିଁ ପ୍ରକୃତ ଯୋଗ ଏବଂ ଏହା କୃଷ୍ଣ ଭାବନା ବିଧିରେ ଅଭ୍ୟାସ କୁହାଯାଏ। ବ୍ୟକ୍ତି କୃଷ୍ଣ ଭାବନା ବିଧିରେ ହିଁ ତାର ଇନ୍ଦ୍ରିୟମାନଙ୍କର ଅଧିକାରିତ୍ୱ ତ୍ୟାଗ କରିପାରେ। ବ୍ୟକ୍ତିକୁ କୃଷ୍ଣଙ୍କର ଦାସ ବା ସେବକ ହେବାକୁ ପଡ଼ିବ ବା କୃଷ୍ଣଙ୍କର ଦାସ ଅନୁଦାସ ହେବାକୁ ପଡ଼ିବ। କୃଷ୍ଣ ଚେତନାରେ କର୍ତ୍ତବ୍ୟ ସମ୍ପାଦନ କରିବାର ଏହା ହିଁ ପ୍ରକୃତ ପନ୍ଥା। ଏହି ପନ୍ଥା ହିଁ ବ୍ୟକ୍ତିକୁ ଯୋଗସ୍ଥ ହୋଇ କର୍ମ କରିବାରେ ସାହାଯ୍ୟ କରିପାରିବ। ଅର୍ଜୁନ ଜଣେ କ୍ଷତ୍ରିୟ, ତେଣୁ ସେ ବର୍ଣ୍ଣାଶ୍ରମ ଧର୍ମ ଆଚରଣ କରିବେ। ବିଷ୍ଣୁ ପୁରାଣରେ କୁହାଯାଇଛି ଯେ ବର୍ଣ୍ଣାଶ୍ରମ ଧର୍ମର ଏକମାତ୍ର ଲକ୍ଷ୍ୟ ହେଉଛି ବିଷ୍ଣୁଙ୍କୁ ସନ୍ତୁଷ୍ଟ କରିବା। ଭୌତିକ ଜଗତରେ ଥିବା ନିୟମ ହେଉଛି ବ୍ୟକ୍ତି ନିଜକୁ ସନ୍ତୁଷ୍ଟ କରିବ, କିନ୍ତୁ ତାହା ଠିକ୍ ନୁହେଁ। ବ୍ୟକ୍ତି ନିଜକୁ ସନ୍ତୁଷ୍ଟ କରିବା ଉଚିତ ନୁହେଁ, ସେ କୃଷ୍ଣକୁ ସନ୍ତୁଷ୍ଟ କରିବା ଉଚିତ। ତେଣୁ ବ୍ୟକ୍ତି କୃଷ୍ଣକୁ ସନ୍ତୁଷ୍ଟ ନ କଲେ ଠିକ୍ ଭାବରେ ସେ ବର୍ଣ୍ଣାଶ୍ରମ ଧର୍ମ ଆଚରଣ କରିପାରିବ ନାହିଁ। ଏଠାରେ ପରୋକ୍ଷ ଭାବରେ ଅର୍ଜୁନଙ୍କୁ କୁହାଯାଇଛି ଯେ ଶ୍ରୀକୃଷ୍ଣ ଯେପରି କହିଲେ ସେହିପରି ତାଙ୍କୁ କରିବାକୁ ହେବ। ଦୂରେଣ ହ୍ୟାବରଂ କର୍ମ ବୁଦ୍ଧିଯୋଗ ଧନଞ୍ଜୟ ବୁଦ୍ଧେ ଶରଣଂ ମନୁଚ୍ଛ କୃପଣାଃ ଫଳ ହେତବଃ। ହେ ଧନଞ୍ଜୟ, ଭକ୍ତି ଯୋଗକୁ ଆଶ୍ରା କରି ସମସ୍ତ ସକାମ କର୍ମ ତ୍ୟାଗ କର ଏବଂ ସେହି ଚେତନାର ସମ୍ପୂର୍ଣ୍ଣ ଶରଣରେ ଆସ। ଯେଉଁମାନେ କର୍ମଫଳ ଭୋଗ କରିବାକୁ ଇଚ୍ଛା କରନ୍ତି ସେମାନେ କୃପଣ ଅଟନ୍ତି। ଯେ ପ୍ରକୃତରେ ବୁଝିପାରିଛି ଯେ ସେ ହେଉଛି ଭଗବାନଙ୍କର ଶାଶ୍ୱତ ସେବକ, ଅର୍ଥାତ୍ ସେ ନିଜର ସ୍ୱରୂପ ସ୍ଥିତିକୁ ଜାଣିପାରିଛି, ସେ ସମସ୍ତ କର୍ମ ତ୍ୟାଗ କରି ଏକମାତ୍ର ଭଗବାନଙ୍କ ଚେତନାରେ ଆସେ। ପୂର୍ବରୁ କୁହାଯାଇଛି ଯେ ଭକ୍ତି ଯୋଗର ଅର୍ଥ ହେଲା ଭଗବାନଙ୍କର ପୂର୍ଣ୍ଣ ସେବାରେ ବା ଦିବ୍ୟ ସେବାରେ ନିଜକୁ ଯୋଗ କରିବା। ଏ ପ୍ରକାର ସେବା ଜୀବର କର୍ତ୍ତବ୍ୟ କର୍ମ ଅଟେ। କେବଳ କୃପଣମାନେ ଅଧିକ ପରିମାଣରେ ଭୌତିକ ବନ୍ଧନରେ ବାନ୍ଧି ହେବା ନିମିତ୍ତ ସେମାନଙ୍କର କର୍ମଫଳ ଉପଭୋଗ କରିବାକୁ ଇଚ୍ଛା କରନ୍ତି। କୃଷ୍ଣ ସେବା ବା କୃଷ୍ଣ ଭାବନାରେ କର୍ମ କରିବା ବ୍ୟତୀତ ଅନ୍ୟ ଭାବନାରେ କରଣୀୟ କର୍ମଗୁଡ଼ିକ ଘୃଣ୍ୟ ଅଟେ, କାରଣ ସେଗୁଡ଼ିକ କର୍ତ୍ତାକୁ ବରାବର ଜନ୍ମ ମୃତ୍ୟୁ ଚକ୍ରରେ ବାନ୍ଧନ୍ତି। ତେଣୁ ବ୍ୟକ୍ତି କର୍ମର କାରଣ ହେବାକୁ ଇଚ୍ଛା କରିବା ଉଚିତ ନୁହେଁ। କୃଷ୍ଣଙ୍କର ସନ୍ତୋଷ ବିଧାନ ନିମିତ୍ତ ସମସ୍ତ କର୍ମ କୃଷ୍ଣ ଚେତନାରେ କରାଯିବା ଉଚିତ। କୃପଣମାନେ ସୌଭାଗ୍ୟବଶତଃ ହେଉ ବା କଠିନ ପରିଶ୍ରମ କରି ହେଉ ଯେଉଁ ଧନ ସଞ୍ଚୟ କରନ୍ତି, ତାହାକୁ କିପରି ଯଥାଯଥ ଭାବେ ଉପଭୋଗ କରିବାକୁ ହେବ ତାହା ସେମାନେ ଜାଣିଥାନ୍ତି। ବ୍ୟକ୍ତି ତାର ସମସ୍ତ ଶକ୍ତି କୃଷ୍ଣ ଚେତନାରେ ବିନିଯୋଗ କରିବା ଉଚିତ ଏବଂ ତଦ୍ୱାରା ତାର ଜୀବନର ସେ ସୁଫଳ ଲାଭ କରିବ। କୃପଣମାନଙ୍କ ଭଳି ଭାଗ୍ୟହୀନ ବ୍ୟକ୍ତିଗଣ କୃଷ୍ଣଙ୍କ ସେବାରେ ସେମାନଙ୍କର ଶକ୍ତିକୁ ବିନିଯୋଗ କରନ୍ତି ନାହିଁ।
ବୁଦ୍ଧିଯୁକ୍ତ ଜହାତିହ ଉତେ ସୁକୃତ ଦୃଷ୍ଟିତେ ତସ୍ମାଦେଗାୟ ଯୁକ୍ତାସ୍ୱ ଯୋଗଃ କର୍ମସୁ କୌଶଳମ୍। ଯେଉଁ ବ୍ୟକ୍ତି ଭଗବାନଙ୍କର ସେବାରତ ହୋଇଥାଏ ସେ ଏହି ଜୀବନରେ ଉଭୟ ଭଲ-ମନ୍ଦ କର୍ମଫଳରୁ ମୁକ୍ତ ହୁଏ। ତେଣୁ ହେ ଅର୍ଜୁନ, ଯୋଗ ନିମିତ୍ତ ଚେଷ୍ଟା କର, ତାହା ହିଁ ହେଉଛି କର୍ମ କୌଶଳ। ଶ୍ରୋତାବନ୍ଧୁ, କେଉଁ ଅବିସ୍ମରଣୀୟ କାଳରୁ ପ୍ରତ୍ୟେକ ଜୀବ ତାର ଭଲ ଓ ମନ୍ଦ କର୍ମର ଫଳ ଗଚ୍ଛିତ କରି ରଖି ଆସିଛନ୍ତି। ଫଳରେ ସେ ତାର ସ୍ୱରୂପ ସ୍ଥିତି ସମ୍ବନ୍ଧରେ ବରାବର ଅଜ୍ଞ ହୋଇଆସିଛି। ଭଗବଦ୍ ଗୀତାର ଶିକ୍ଷା ଗ୍ରହଣ କଲେ ବ୍ୟକ୍ତି ତାର ଅଜ୍ଞତାକୁ ଦୂର କରିପାରିବ। ଭଗବଦ୍ ଗୀତା ବ୍ୟକ୍ତିକୁ ସର୍ବାନ୍ତଃକରଣରେ ଭଗବାନ ଶ୍ରୀକୃଷ୍ଣଙ୍କର ଶରଣାପନ୍ନ ହେବାକୁ ଶିକ୍ଷା ଦିଏ। ତଦ୍ୱାରା ସେ ଜନ୍ମ ଜନ୍ମ ଧରି ସାଇତି ରଖିଥିବା କର୍ମ ଫଳରୁ ମୁକ୍ତି ହୋଇଯାଏ। କରିଥିବା ଅନେକ ଜନ୍ମର ପାପରୁ ସେ ମୁକ୍ତି ହୁଏ। ପର ଜନ୍ମରେ ତାକୁ ଆଉ କଷ୍ଟ ଭୋଗିବା ପାଇଁ ପଡ଼େ ନାହିଁ। ତେଣୁ କୃଷ୍ଣ ଭାବନାରେ କର୍ମ କରିବାକୁ ଅର୍ଜୁନଙ୍କୁ ଭଗବାନ ଉପଦେଶ ଦେଉଛନ୍ତି। ଏହା ହେଉଛି କର୍ମ ବନ୍ଧନରୁ ମୁକ୍ତ ହେବାର ଏକମାତ୍ର ଶୁଦ୍ଧ ଉପାୟ। କର୍ମଜଂ ବୁଦ୍ଧିଯୁକ୍ତା ହି ଫଲଂ ତ୍ୟକ୍ତ୍ୱା ମନୀଷିଣଃ ଜନ୍ମବନ୍ଧ ବିନିମୁକ୍ତାଃ ପଦଂ ଗଚ୍ଛନ୍ତ୍ୱା ନାମୟମ୍। ଯେଉଁମାନେ ଜ୍ଞାନୀ ସେମାନେ ଭଗବତ୍ ସେବାରେ ନିଯୁକ୍ତି ହୋଇ ଭଗବାନଙ୍କର ଶରଣାପନ୍ନ ହୁଅନ୍ତି ଏବଂ ସେମାନେ ଏହି ଭୌତିକ ଜଗତରେ କର୍ମଫଳ ତ୍ୟାଗ କରି ଜନ୍ମ ମୃତ୍ୟୁ ଚକ୍ରରୁ ମୁକ୍ତି ହୁଅନ୍ତି। ଏହି ପ୍ରକାର ସେମାନେ ଦୁଃଖ ଶୋକ ରହିତ ଅନାମୟ ପଦ ପ୍ରାପ୍ତ ହୋଇପାରନ୍ତି। ଶ୍ରୋତାଗଣ, ଯେଉଁମାନେ ମୁକ୍ତ ଜୀବ ସେମାନେ ଏପରି ଏକ ସ୍ଥାନ ପ୍ରାପ୍ତ ହେବାକୁ ଇଚ୍ଛା କରନ୍ତି ଯେଉଁଠାରେ ଭୌତିକ ଜଗତର ଦୁଃଖ ଶୋକ ନାହିଁ। ଶ୍ରୀମଦ୍ ଭାଗବତମରେ କୁହାଯାଇଛି, ସମାଶ୍ରିତା ଯେ ପଦ ପଲ୍ଲବଲମ୍ ମହତ୍ପଦ୍ମ ପୁଣ୍ୟ ଯଶ ମୁରାରେଃ ଭବାମ୍ବୁଧୁର୍ବଶ ପଦଂ ପରଂ ପଦଂ 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 ଯତ୍ ବିପଦାଂ ନ ଚେଷାମ୍। ଅର୍ଥାତ୍ ଯେଉଁ ଭଗବାନ ହେଉଛନ୍ତି ଏ ଦୃଶ୍ୟ ଜଗତର ଆଶ୍ରୟସ୍ଥଳ ଏବଂ ଯେ ମୁକୁନ୍ଦ ନାମରେ ପ୍ରସିଦ୍ଧ ଅର୍ଥାତ୍ ଯେ ମୁକ୍ତି ପ୍ରଦାନ କରିପାରନ୍ତି, ସେହି ଭଗବାନଙ୍କର ପାଦପଦ୍ମ ରୂପକ ନୌକାକୁ ଯେ ଆଶ୍ରୟ କରିଛି ତା ପକ୍ଷରେ ଏ ଭବାର୍ଣ୍ଣବ ଏକ ଗସ୍ଫୁଦ ପୁଷ୍କର ସଦୃଶ ଅଟେ। ପରଂ ପଦମ୍ ହେଉଛି ଭକ୍ତର ସେହି ଲକ୍ଷ୍ୟସ୍ଥଳ ଯେଉଁ ସ୍ଥାନରେ ଭୌତିକ ଜଗତର ଦୁଃଖ ଶୋକ ନାହିଁ। ତାହା ହେଉଛି ପଦଂ ପଦଂ ଅର୍ଥାତ୍ ବୈକୁଣ୍ଠ ଲୋକ ହେଉଛି ତାଙ୍କର ଲକ୍ଷ୍ୟସ୍ଥଳ। ଏ ଭୌତିକ ଜଗତରେ ପ୍ରତି ପଦକ୍ଷେପରେ ବିପଦ ଅଛି। ଏ ପ୍ରକାର ଭୌତିକ ଜଗତ ତାଙ୍କର ଲକ୍ଷ୍ୟସ୍ଥଳ ନୁହେଁ। ଅବିଦ୍ୟା ବା ଅଜ୍ଞତା ଯୋଗୁଁ ବ୍ୟକ୍ତି ଜାଣିପାରୁନାହାନ୍ତି ଯେ ଏ ଭୌତିକ ଜଗତ ବିପଦପୂର୍ଣ୍ଣ ବା ବଡ଼ ଦୁଃଖପୂର୍ଣ୍ଣ ଅଟେ। ଏଠାରେ ପ୍ରତି ପଦକ୍ଷେପରେ ବିପଦ ଭରି ରହିଛି। ଅଜ୍ଞତା ଯୋଗୁଁ ଅଳ୍ପ ବୁଦ୍ଧି ସମ୍ପନ୍ନ ଲୋକେ ଭାବନ୍ତି ଯେ ସେମାନଙ୍କ କର୍ମଫଳ ସେମାନଙ୍କୁ ଆନନ୍ଦ ଦେବ ବା ସୁଖ ଦେବ, ତେଣୁ ସେମାନେ ସକାମ କର୍ମରେ ରତ ହୋଇ ଅବସ୍ଥାକୁ ସହି ନେବା ପାଇଁ ଚେଷ୍ଟା କରନ୍ତି। ସେମାନେ ଏକଥା ଜାଣନ୍ତି ନାହିଁ ଯେ ଏ ବ୍ରହ୍ମାଣ୍ଡରେ କୌଣସିଠାରେ କୌଣସି ଜୀବ ସୁଖ ପାଇବ ନାହିଁ। ଏ ଭୌତିକ ଶରୀର ଜୀବକୁ କଦାପି ସୁଖ ଦିଏ ନାହିଁ, କେବଳ ଦୁଃଖ ହିଁ ଦେଉଛି। ଏ ଭୌତିକ ଜଗତରେ ସର୍ବତ୍ର ଜନ୍ମ ମୃତ୍ୟୁ ଜରା ଓ ବ୍ୟାଧି ରୂପକ ଦୁଃଖ ଭରପୁର ହୋଇ ରହିଛି। କିନ୍ତୁ ଯେ ତାର ସ୍ୱରୂପ ସ୍ଥିତିକୁ ଜାଣିପାରିଛି ଅର୍ଥାତ୍ ଯେ ଜାଣିପାରିଛି ଯେ ସେ ଭଗବାନଙ୍କର ନିତ୍ୟ ଦାସ ଏବଂ ସେହି ଅନୁକର୍ମେ ଭଗବାନଙ୍କର ସ୍ଥିତିକୁ ମଧ୍ୟ ସେ ଜାଣିପାରିଛି, ସେ ନିଜକୁ ଭଗବାନଙ୍କର ଦିବ୍ୟ ସେବାରେ ନିଯୁକ୍ତି କରେ। ପରିମାଣତଃ ସେ ବୈକୁଣ୍ଠ ଲୋକରେ ପ୍ରବେଶ କରିବାକୁ ଯୋଗ୍ୟ ହୋଇଯାଏ। ବୈକୁଣ୍ଠ ଲୋକରେ ଜଡ଼ ଜଗତର ଦୁଃଖ ନାହିଁ କି କାଳ ଓ ମୃତ୍ୟୁର ପ୍ରଭାବ ନାହିଁ। ନିଜର ସ୍ୱରୂପ ସ୍ଥିତିକୁ ଜାଣିବାର ଅର୍ଥ ଭଗବାନଙ୍କର ଦିବ୍ୟ ସ୍ଥିତିକୁ ଜାଣିବା।
ଯେ ଭ୍ରମବଶତଃ ଜୀବ ଓ ଭଗବାନଙ୍କୁ ସମାନ ସ୍ତରର ବୋଲି ଭାବେ, ବୁଝିବାକୁ ହେବ ଯେ ସେ ଅନ୍ଧକାରରେ ଅଛି ଏବଂ ସେଥିପାଇଁ ସେ ଭଗବାନଙ୍କ ସେବାରେ ଆତ୍ମବିୟୋଗ କରିପାରେ ନାହିଁ। ସେ ନିଜେ ଭଗବାନ ସାଜେ ଏବଂ ଫଳତଃ ବାରମ୍ବାର ଜନ୍ମ ମୃତ୍ୟୁ ଚକ୍ରରେ ଘୂରିବାକୁ ଆଗେଇଥାଏ। କିନ୍ତୁ ଯେ ଏକଥା ଜାଣିଛି ଯେ ସେ ହେଉଛି ସେବକ ବା ସେବକ ସ୍ଥିତିରେ ଅଛି ଏବଂ ତଦନୁଯାୟୀ ଭଗବାନଙ୍କର ସେବାରେ ଆତ୍ମନିୟୋଗ କରିସାରିଛି, ସେ ବୈକୁଣ୍ଠ ଲୋକରେ ପ୍ରବେଶ କରିବା ନିମିତ୍ତ ଯୋଗ୍ୟ ହୋଇଯାଏ। ଭଗବାନଙ୍କ ପାଇଁ କାମ କରିବା ବା ଭଗବତ ସେବା କରିବାକୁ କର୍ମଯୋଗ ବା ବୁଦ୍ଧିଯୋଗ କୁହାଯାଏ। ଏହାକୁ ଆମେ ସିଧା ସିଧା ଭାବରେ ଭକ୍ତିଯୋଗ ବୋଲି କହୁ। ଶ୍ରୋତାଗଣ, ଭକ୍ତି ବିନା ଭଗବତ ପ୍ରାପ୍ତି ନାହିଁ। ହଜାର ହଜାର ମୁନିଋଷି, ହଜାର ହଜାର ମହାତ୍ମା ଭକ୍ତି ଯୋଗରେ ଆଗେଇ ଭଗବାନଙ୍କୁ ପ୍ରାପ୍ତି କରିଛନ୍ତି। ଆଜିକାଲି ହଜାର ହଜାର ଠକ ଦେଖିବାକୁ ମିଳିବେ, ଯେଉଁମାନେ ଭକ୍ତି କରିବାକୁ ଦେଖେଇ ହୁଅନ୍ତି କିନ୍ତୁ ମନରେ ହଜାରେ ପାପ ଧରି ଘୂରି ବୁଲୁଛନ୍ତି। ସେମାନଙ୍କଠାରୁ ନିଜକୁ ବଞ୍ଚେଇ ରଖିବା ଉଚିତ। ଶ୍ରୋତାବନ୍ଧୁ, ଆଜିର ଆଲୋଚନା ଏତିକି। ଆଗାମୀ ଅଧ୍ୟାୟରେ ଆମେ ଶ୍ଲୋକ 52 ଠାରୁ ଆଗକୁ ଆଲୋଚନା କରିବା। ମୋର ଅନୁରୋଧ, ଭଗବଦ୍ଗୀତା ନିହାତି ଶୁଣନ୍ତୁ। ହରେ କୃଷ୍ଣ।